ନମସ୍କାର, ଜୟ ଜଗନ୍ନାଥ। ଚାଲନ୍ତୁ ଜାଣିବା ଆମେ ନୂତନ ପାଠ୍ୟପୁସ୍ତକ ଗୁଡ଼ିକରେ କ'ଣ ରହିଛି ରୂପରେଖ ଏବଂ କ'ଣ ରହିଛି ଦିଗ ଗୁଡ଼ିକ। ଚାଲନ୍ତୁ ଆଲୋଚନା କରିବା। ପ୍ରଥମ ଶ୍ରେଣୀ ବହି ଗୁଡ଼ିକ ଦେଖନ୍ତୁ। ପ୍ରଥମ ବହିଟିକୁ ଆପଣ ଭାଷା ଓ ପରିବେଶ ସମନ୍ୱିତ ରହିଛି, ତାକୁ ଖୁଲଣାୟକ କୁହାଯାଏ। ଏହି ପାଠ୍ୟପୁସ୍ତକଟି ବିଦ୍ୟାଳୟ ଗଣଶିକ୍ଷା ବିଭାଗ ଏବଂ ଶିକ୍ଷକ ନିର୍ଦ୍ଦେଶାଳୟ ଓଳୁ ବସେଇବା ଦ୍ୱାରା ପ୍ରସ୍ତୁତ କରାଯାଇଛି। ପୁସ୍ତକରେ 2ଟି ଲକ୍ଷ୍ୟ ରଖାଯାଇଛି। ଜାତୀୟ ଶିକ୍ଷାନୀତି 2020 ଅନୁଯାୟୀ ଦେଶ ସାରା ବିକାଶ ଓ ପ୍ରଗତିଶୀଳ ପ୍ରତିଷ୍ଠା ନିମନ୍ତେ ଭାଷାର ସାକ୍ଷରତା ଗୁରୁତ୍ୱପୂର୍ଣ୍ଣ। ସେଥିପାଇଁ ଭାଷା ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ହାସଲ କରିବାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇଛି। ତ ଭାଷା ଶିକ୍ଷଣ ପାଇଁ ଆପଣଙ୍କର ପ୍ରଥମ ଶ୍ରେଣୀର 2ଟି ଲକ୍ଷ୍ୟ ରଖାଯାଇଛି। ପିଲାମାନେ ଦୈନନ୍ଦିନ ଜୀବନରେ 2ଟି ଭାଷା ବ୍ୟବହାର କରିବେ, ଫଳପ୍ରଦ ଭାବ ବିନିମୟ କରିବେ। ସେହିଭଳି ଲକ୍ଷ୍ୟ 10 ହେଉଛି ପିଲାମାନେ ମାତୃଭାଷା ପଢ଼ିବା ଓ ଲେଖିବାର ନିପୁଣତା ହାସଲ କରିବେ। ଏଥିସହିତ 4ଟି ଦିଗକୁ ନିଆଯାଇଛି, ଯେଉଁଟିକି ଆପଣଙ୍କର ହେଉଛି ମୌଖିକ ଭାଷା ବିକାଶ, ଡିକୋଡ଼ିଂ, ପଠନ ଓ ଲିଖନ। ଦେଖନ୍ତୁ ଆପଣଙ୍କର ଝୁଲଣ 1ରେ ଆପଣଙ୍କର 2ଟି ଭାଷା ଓ ପରିବେଶ ସମନ୍ୱିତ କରାଯାଇଛି ଏବଂ ଏହାର ଦିଗ ଗୁଡ଼ିକ ପ୍ରତି ଧ୍ୟାନ ଦିଆଯାଇଛି। ଦେଖନ୍ତୁ ପଢ଼ିବା ଲେଖିବା ପାଇଁ ଆପଣ ଅନୁଭୂତି ସହ ଚରିତ୍ର ଚିତ୍ରଣ ଏସବୁ ଯୋଡ଼ାଯାଇଛି। ଭାଷା ଜୀବନର ଅବିଚ୍ଛେଦ୍ୟ ଅଙ୍ଗ। ଯୋଗାଯୋଗ କରିବା ସହିତ ଚିନ୍ତା କରିବା, ବୁଝିବା, ପ୍ରଶ୍ନ ପଚାରିବା, ସାହାଯ୍ୟ କରିବାରେ ଯୋଡ଼ାଯାଇଛି। ପୁସ୍ତକରେ ପିଲାମାନଙ୍କର ଅନୁଭୂତିରେ 5ଟି ପ୍ରସଙ୍ଗ ଚୟନ କରାଯାଇଛି। ପ୍ରସଙ୍ଗ ଗୁଡ଼ିକ ହେଉଛି କ'ଣ ନା ଆମ ପରିବାର, ଜୀବଜଗତ, ଖାଦ୍ୟପାନୀୟ ଓ ପର୍ବପର୍ବାଣି ଏବଂ 23ଟି ଅଧ୍ୟାୟ କରାଯାଇଛି। ମୋଟ 23ଟି ପାଠ କରାଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପାଠ ଗୁଡ଼ିକ ମାଧ୍ୟମରେ ଶ୍ରେଣୀଗୃହରେ ପିଲାମାନଙ୍କୁ ପରିଚିତ ବସ୍ତୁ, ଘଟଣା, ବ୍ୟକ୍ତି, ପରିବେଶ ସହିତ ସମ୍ପର୍କିତ କରାଯାଇଛି, ଯେଉଁଥିରେ 4ଟି ଦକ୍ଷତା ରହିଛି: ମୌଖିକ ଭାଷା ବିକାଶ, ଡିକୋଡ଼ିଂ, ପଠନ, ଲିଖନ। ତେଣୁ ମୌଖିକ ଭାଷା ବିକାଶ କ'ଣ ନା କବିତା ଆବୃତ୍ତି, ଗୀତ ଗାଇବା, ଆସ କିଛି ଗଢ଼ିବା, ମେଳ କରିବା, ସାଙ୍ଗସାଥିରେ ଖେଳିବା, ଏଥିରେ ଆପଣଙ୍କର ମୌଖିକ ଭାଷା ବିକାଶ କରାଯିବ। ସେହିଭଳି ଡିକୋଡ଼ିଂ ଆପଣଙ୍କର ଶବ୍ଦ ପଠନ, ବାକ୍ୟ ପଠନ, ପଢ଼ି ବୁଝିବା, ଛୋଟ ଛୋଟ ଅନୁଚ୍ଛେଦ ପଢ଼ିବା ଇତ୍ୟାଦି। ସେହିଭଳି ପଠନରେ ଆପଣଙ୍କୁ ରହିଛି ଶିକ୍ଷକଙ୍କ ପଠନ, ଆପଣଙ୍କର ନିଜ ସାଙ୍ଗ ସହିତ ପଢ଼ିବା, ସ୍ୱାଧୀନ ପଢ଼ିବା ଏବଂ ଶୁଣାଇବା ଭଳି କାର୍ଯ୍ୟ। ସେହିଭଳି ଲିଖନ ରହିଛି ଆପଣଙ୍କର ସାମଗ୍ରିକ ମୌଳିକ ଲିଖନ କାର୍ଯ୍ୟ। ଓଡ଼ିଆ ଲିପି ଲେଖିବେ, ଉଦାହରଣ ଅକ୍ଷର ମାତ୍ରାକୁ ଲେଖିବେ, ଅକ୍ଷର ମାତ୍ରାକୁ ଯୋଡ଼ିବେ, ଶୁଣିକରି ଲେଖିବେ ଇତ୍ୟାଦି ଦିଆଯାଇଛି। ସାମଗ୍ରୀ ଲିଖନ ରଙ୍ଗ ଦେବା, ଚିତ୍ର କରିବା, ଚିତ୍ରକୁ ପିଲାମାନେ ଧୀରେ ଧୀରେ ଏଇ ହେଉଛି ଆପଣଙ୍କର 4ଟି ଦକ୍ଷତା ସହିତ ଆପଣଙ୍କର ପାଠ୍ୟପୁସ୍ତକ ଗୁଡ଼ିକ ଲେଖାଯାଇଛି। ତ ଆପଣଙ୍କର ଚାଲନ୍ତୁ ଜାଣିବା ସୂଚୀପତ୍ର। ଆମର ପ୍ରଥମ ପାଠ ଆସ ଚିତ୍ର ଦେଖି କଥା ହେବା, ଚକୁଳି କଲା ଚେଁ। ଦ୍ୱିତୀୟ ପାଠ ମୁନି ଦେଲା ହସି, ଆରେ କାଉ ଆରେ ଠେକୁଆ। ଏ ହେଉଛି ଆମ ପରିବାରର ପ୍ରସଙ୍ଗ। ସେହିଭଳି ଆମ ଜୀବଜଗତରେ ଅଛି। 5ରେ ଆସ ଚିତ୍ର ଦେଖି କଥା ହେବା, 6 ଅଛି ବଡ଼ କିଏ, 7 ଅଛି ଚଟିଆ, ସେହିଭଳି 8 ବିଲୁଆର ପଇଡ଼ ପିଆ, 9 ହେଉଛି ସଭେ ଆମର ମିତ। ସେହିଭଳି ଆମ ଖାଦ୍ୟପାନୀୟରେ ଆସ ଚିତ୍ର ଦେଖି କଥା ହେବା, ଆମ ଅଜା, ହନୁମାଙ୍କଡ଼ର ଚଷମା, ରସଗୋଲା। ସେହିଭଳି ପ୍ରସଙ୍ଗ 4ରେ ପର୍ବପର୍ବାଣିରେ ଆସ ଚିତ୍ର ଦେଖିବା, ଆସରେ ଯିବା ଯାତ୍ରା ଦେଖି, ବେଙ୍ଗ ଛୁଆର ରଥଯାତ୍ରା ଦେଖା, ହୋଲି ପର୍ବ କବିତା ଏବଂ ମେଢ଼ ଦେଖା। ଏ ହେଉଛି ପର୍ବପର୍ବାଣି। ତେଣୁ ସେହିଭଳି ଆମ ସବୁଜିମା ମଧ୍ୟ ଅଛି, ଆସ ଚିତ୍ର ଦେଖି କଥା ହେବା, ହାତୀ, କୁନି କାଉ, ଉପହାର, ମୋ ଗାଁ। ସେଭଳି ଗୀତ କବିତା ଅଛି, ଶୁନିଗଲା ଜିତି, ଅକ୍ଷର ଗୀତ କବିତା। ତେଣୁ ଗଡ଼ି ଗଡ଼ି ଯାଏ ପଣସ ପାଠ 23 ରହିଛି। ଦେଖନ୍ତୁ ପରିବାରରେ ପରିବାର ଚିତ୍ର ରହୁଛି। ପିଲାମାନେ ପ୍ରଥମେ ବିନ୍ଦୁ ଯୋଡ଼ିବେ, ଗାର ଟାଣିବେ, ତାପରେ ବାପା ମା କଥା ବୁଝିବେ। ପରିବାର ପ୍ରସଙ୍ଗରେ ଚକୁଳି ପିଠା କରିବେ, ଚେଁଚାଁ, ସେଥିରେ ଚ ର ଶିଖିବେ, ଟ ଶିଖିବେ। ଆପଣଙ୍କର ପରିବାର ପ୍ରସଙ୍ଗରେ ମୁନି ଦେଲା ହସି, ମୁନି କେମିତି ବାଟରେ ଯାଉଥିଲା ମାଛ ଦେଖିକି ହସିଲା, ସେ ପ୍ରସଙ୍ଗ ଅଛି। ତେଣୁ ସେଥିରୁ ମ ଗ ଶିଖିବ, ର ଶିଖିବ, ଅ ଶିଖିବ, ଆରେ କାଉ ଆରେ ଠେକୁଆ କେମିତି ଆପଣଙ୍କର ହାତକୁ ହଲାଇ ମା ଡାକିଲେ କାଉତୁଆ କୁନା,
କୁନା ଖାଉଛି କାକରା। ତେଣୁ କୁନାକୁ ଧରି ବାପା ମା କିଭଳି ଭାବରେ ଗେଲ କରନ୍ତି ସେଗୁଡ଼ିକ ଦେଇଛି। ସେଥିରୁ ପିଲା ଆ ଶିଖିବ, ଅକ୍ଷର ଯୋଡ଼ି ଶବ୍ଦ ଗଢ଼ିବ। ସେହିଭଳି ଆମ ପରିବାରର ପ୍ରସଙ୍ଗ ରହୁଛି, କିଏ କିଏ ରହୁଛନ୍ତି ସେଗୁଡ଼ିକ ସମ୍ପର୍କିତ ଜାଣିବ। ସେହିଭଳି ଦେଖନ୍ତୁ ଦ୍ୱିତୀୟରେ ଆମ ଜୀବଜଗତ ପାଠରେ ରହିଛି, ପ୍ରତ୍ୟେକ ଜୀବ ବିଷୟରେ ଜାଣିବେ। ତେଣୁ ଜୀବଜଗତ ପ୍ରତ୍ୟେକ ଜୀବଗୁଡ଼ିକର ନାଁ ଲେଖିବେ, କହିବେ। ସିଂହ ଗପ ଅଛି, ବଡ଼ କିଏ? ଦେଖନ୍ତୁ ସିଂହ ମଶା ସାଥିରେ କିଏ ବଡ଼ କହିଲା? ତେଣୁ ଯିଏ ବଡ଼ ମିଛ ଗର୍ବ କରିବ ସିଏ ଦଣ୍ଡ ଭୋଗିବ। ସେଥିରେ ଉଲ୍ଲେଖ ଅଛି କ, ପ, ନ ଅକ୍ଷର ଗୁଡ଼ିକ ପାଠ ପଢ଼ିବେ। ସେହିଭଳି ହର୍ଷେଇ ପଢ଼ିବେ। ବିଲୁଆର ପଇଡ଼ ପିଆ ଦେଖନ୍ତୁ ଅଛି, ଖରାବେଳେ ବିଲୁଆ କେମିତି ପଇଡ଼ ପିଉଛି। ହନି ବିଲୁଆ ଆଗରେ ଜାଣେ ବଡ଼ ଲୋଭୀ, ମାଗିଲେ କିଛି ଦେବନି, ତେଣୁ ଓଲଟି ରାଗରେ ଗରଗର ହେବ। ତେଣୁ ବିଲୁଆ ଉପାୟ ଚିନ୍ତା ବାହାର କଲା। ସେ କହିଲା, ହନୁ ଭାଇ ତୁମ ଗଛରେ ପଇଡ଼ ପାଣି ମିଠା ତ? ହନୁ ରାଗିଯାଇ କହିଲା, ଆଉ କ'ଣ ଖଟା ଭାବୁଛୁ? ବିଲୁଆ ନରମ ଗଳାରେ କହିଲା, ମୁଁ କହୁନି ମ, ବଣରେ ସଭିଏଁ ତୁମ ପଇଡ଼ ପାଣିକୁ ଲୁଣିଆ ବୋଲି କହୁଛନ୍ତି। ଏହା ଶୁଣି ହନୁ ଆଉ ଟିକେ ରାଗିଲା, କହିଲା, ମିଛ ମିଛ, ମୋ କଥା ଯଦି ବିଶ୍ୱାସ ହେଉନି ତାହେଲେ ନିଜେ ପିଇ ଦେଖ। ତାପରେ ବିଲୁଆ ପଇଡ଼ ପିଇଲା। ସେହିଭଳି ଦେଖନ୍ତୁ ପଇଡ଼ ଗଛ ବା ନଡ଼ିଆ ଗଛ ବିଷୟରେ ରଙ୍ଗ ଦେବ, ଲ ଳ ଶିଖିବ, ଠ ଶିଖିବ। ତେଣୁ ଆପଣଙ୍କର ବିଭିନ୍ନ ବହି ଦେଖନ୍ତୁ, ସଭିଏଁ ଆମର ମିତ, ଆମର ଜୀବଜଗତ ବିଷୟରେ ଗୀତଟି ଅଛି। ଦୁଇଟି ବଣି ଗୀତ ଅଛି, ଦେଖ ଦେଖ ଭାଇ ଦୁଇଟି ବଣି ଛାତ ତଳେ ଆସି ବସା କଲେଣି। ଗଛ ଲତା ନାହିଁ, କେଉଁଠି ଯାଇ ବସା କରିବେ ସେ ଦିଅତା କହି। ଛାତ ପାଖେ ଅଛି ଗୋଟିଏ କଣା, ସେ ହେବ ତାଙ୍କ ନୂଆ ଠିକଣା। ଦେଖନ୍ତୁ ପାଠ 10, ଆସ ଚିତ୍ର ଦେଖିବେ କଥା ହେବେ। ମାର୍କେଟ ଦେଖି ପିଲା କଥା ହେବ ଚିତ୍ର ଗୁଡ଼ିକ ଦେଖି। ଏବଂ ଆମ ଅଜା କଥା ଶୁଣିବ, ଆମ ଖାଦ୍ୟ ପାନୀୟରେ ସେ 6 କଥା ଶିଖିବ, 9 କଥା ଶିଖିବ। ହନୁ ମାଙ୍କଡ଼ର ଚଷମା ପିନ୍ଧା କଷା ଗପ ଅଛି। ତାପରେ ଢ ଶିଖିବ। ଏଇଭଳି ଆପଣଙ୍କର ଦେଖନ୍ତୁ ଆମ ଖାଦ୍ୟ ପାନୀୟରେ ରସଗୋଲାର ମଜା ଗପ ଅଛି। ତେଣୁ ରସଗୋଲା କେମିତି ଖାଇଲା ଏବଂ ପଡ଼ିଲା ତଳେ ସେଗୁଡ଼ିକ ଦେଖିବେ। ସ ଗୁଡ଼ିକ ବ୍ୟବହାର ଅଛି, ଏ ବ୍ୟବହାର ଅଛି। ସେହିଭଳି ଚିତ୍ର ଦେଖନ୍ତୁ, ପର୍ବପର୍ବାଣି ମେଳା ଚିତ୍ରକୁ ଦେଖି ପିଲାମାନେ ଅନୁଭୂତି ଜାଣିବେ। ଆସ ଯିବା ଯାତ୍ରା ଦେଖି, ଯାତ୍ରା କେମିତି ହୁଏ ସେଗୁଡ଼ିକ ଦେଖିବେ। ଯାନିଯାତ୍ରା ହ ଘ ଓ କଥା ଶିଖିବେ। ତେଣୁ ଆପଣଙ୍କର ଆମ ପର୍ବପର୍ବାଣିରେ ବେଙ୍ଗ ଛୁଆର ରଥଯାତ୍ରା ଦେଖାଏ, ସେଗୁଡ଼ିକ ମଧ୍ୟ ପିଲାମାନେ ରଥ କଥା ଶିଖିବେ। ର ଅକ୍ଷର ଶିଖିବେ, ଭ ଅକ୍ଷର ଶିଖିବେ। ହୋଲି ପର୍ବ ବିଷୟରେ ଜାଣିବେ। ଆସ ହୋଲି ଆସିଲାରେ ହୋଲି ଆସିଲା, ଫଗୁ ପିଚିକାରି ଧରି ଆସିଲା, ନାନା ରଙ୍ଗ ନେଇ ହୋଲି ଖେଳିବା, ଥିରି ଥିରି ଯାଇ ରଙ୍ଗ ଖେଳିବା, ରଙ୍ଗ ବୋଳିବା। ହୋଲି ଗୀତ ଗୁଡ଼ିକ ଆପଣଙ୍କର ଅଛି ଏବଂ ଛୋଟ କଥାବାର୍ତ୍ତା ଅଛି। ରଙ୍ଗ ବିଷୟରେ ତା'ର ଧାରଣା ହେବ। ଥ ଫ ବିଷୟରେ ଜାଣିବ। ଦେଖନ୍ତୁ ମେଢ଼ ଦେଖା ଆମ ପର୍ବବାଣୀର ଅନ୍ତର୍ଗତ। ଦେଖନ୍ତୁ ଚିତ୍ର ଗୁଡ଼ିକ କେତେ ଭଲ ପରିଷ୍କାର ଭାବରେ ଦେଇଛି ବହିରେ, ସେଗୁଡ଼ିକ ଫଲୋ କରନ୍ତୁ। ହାତୀ ଓ କୁନି କାଉ ବିଷୟରେ ଦେଖନ୍ତୁ ଦେଇଛି, ତ ଆପଣଙ୍କର ମୋଟାମୋଟି ଭାବରେ ସେଇ ଭାଷା ବିକାଶ, ପଠନ, ଭାଷା ବିକାଶ, ଡିକୋଡ଼ିଂ, ପଠନ ଲିଖନ ଆପଣଙ୍କର ସନ୍ନିବେଶିତ କରାଯାଇଛି ପ୍ରଥମ ବିଷୟରେ। ଦେଖନ୍ତୁ ଶୁନିଗଲା ଜିତି, ପବନ ଦେଖାଏ ନିଜର ବଳ, ନୀତି ହେଉଥାଏ ଉପର ତଳ, ଠେଲା ଦେଲା ସେ ଶୁନିକି ଯାଇ, ଗଛରେ ଚଢ଼ି ରହିଲା ଚାହିଁ ଭଳି ଗୀତଟି ମଧ୍ୟ ରହିଛି। ମୋ ଗାଁକୁ ନେଇ ଗୀତ ରହିଛି। ଦେଖରେ ନଈ ଯାଉଛି ବହି, ତାକୁଳେ ଆମ ଗାଁ, ସେଇ ଗାଁର ପିଲା ଆମେ ରଖିବୁ ତା'ର ନାଁ। ତ ଚିତ୍ର ଦେଖିବେ, ତା ସହିତ ଗାଁର ଭାବଧାରା ଧରି ଗୀତ ଗାଇବେ। ଆପଣଙ୍କର ପ୍ରଥମ ଶ୍ରେଣୀ ବହୁତ ଆକର୍ଷଣୀୟ ହୋଇଛି। ଚିତ୍ର ଗୁଡ଼ିକ ଭଲ ସ୍ପଷ୍ଟ ଭାବରେ ଦେଇଛି ଏବଂ ସେଇ 23ଟି ପାଠରେ ଆପଣଙ୍କର 4ଟି ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି, ଯେଉଁଥିରେ କି ଆପଣଙ୍କର ରହିଛି ଆପଣଙ୍କର ଡିକୋଡ଼ିଂ, ଆପଣଙ୍କର ଭାଷା ବିକାଶ, ଡିକୋଡ଼ିଂ, ତାପରେ ପଠନ ଲିଖନ। ଅଷ୍ଟମ ଶ୍ରେଣୀର ଗଣିତ ବହିକୁ କୁହନ୍ତି ଗଣିତ ଖେଳ, ଯେଉଁଥିରେ କି ଆପଣମାନଙ୍କର ସେଇ NEP ଆଧାରରେ ବହି ପୁସ୍ତକ ତିଆରି କରାଯାଇଛି, ଯେଉଁଥିରେ ଆପଣଙ୍କର
ଗାଣିତିକ ଧାରଣା, ସ୍ଥାନିକ ବୋଧ, ସଂଖ୍ୟା ପରିଚାଳନା, ଗଣିତିକ ଚିନ୍ତା, ହିସାବ କିତାବ ବିକାଶ ପାଇଁ କ୍ରୀଡ଼ାଭିତ୍ତିକ ଶିକ୍ଷଣ କାର୍ଯ୍ୟ ପର୍ଯ୍ୟାପ୍ତ ସୁଯୋଗ ଦେଇଛି ଏବଂ ଆପଣଙ୍କର ସାମଗ୍ରିକ ବିକାଶ ପାଇଁ ଅଭିଜ୍ଞତା ଭିତ୍ତିକ ଶିକ୍ଷଣ ଉଦ୍ଦେଶ୍ୟକୁ ଦୃଷ୍ଟିରେ ରଖି ପ୍ରଥମ ଶ୍ରେଣୀ ପାଇଁ ଗଣିତ ଖେଳ ଅନେକ ଗୁଡ଼ିଏ କାର୍ଯ୍ୟ ଦିଆଯାଇଛି ଯେଉଁଥିରେ ଆପଣଙ୍କର ସଂଗଠିତ କାର୍ଯ୍ୟ କରିବେ। ଦେଖନ୍ତୁ ଆପଣମାନଙ୍କର NCF FS20 ଯେଉଁଥିରେ କି ମୌଖିକ ଗାଣିତୀୟ କଥାବାର୍ତ୍ତା କ'ଣ ରହୁଛି। ପାଠ 1ରେ ଛୁକ୍ ଛୁକ୍ ଚାଲେ ରେଳଗାଡ଼ି, 5ଟାରେ ଥିବା 5 ଛୋଟ ପିଲା ଚିତ୍ରରେ, ସେହିଭଳି ପାଠ 2ରେ ଚତୁରୀ ଆଇ, 3ରେ ଆମ୍ବ ଭୋଜି, 4ରେ ଉଭେଇ ଯାଇଥିବା ବୋତାମ, 5ରେ ଜେଜେବାପାଙ୍କ ସହ ବୁଲିଯିବା, ପାଠ 9ରେ ଆମ ପର୍ବପର୍ବାଣି, 10ରେ ମୋର ଗୋଟିଏ ଦିବସ କାମ। କୌଶଳ ଶିକ୍ଷାଦାନ ରହିଛି। ତାପରେ ଆପଣଙ୍କର କୌଶଳର ଅଭ୍ୟାସ, ଗାଣିତିକ ଖେଳ ରହିଛି, ମୂଲ୍ୟବୋଧ, ସକାରାତ୍ମକ ଅଭ୍ୟାସ, ଭିତ୍ତିଭୂମି, ସମଦୃଷ୍ଟି ଆବଶ୍ୟକତାକୁ ଧ୍ୟାନ ଦେଇ ପାଠ୍ୟପୁସ୍ତକ ଗୁଡ଼ିକ ତିଆରି କରାଯାଇଛି। ଏଥିରେ ବହୁଭାଷୀ ଦୃଷ୍ଟିକୋଣ ପ୍ରତିଫଳିତ ହୋଇଛି ଏବଂ ଆପଣଙ୍କର ଯେହେତୁ ଶିକ୍ଷଣ କାର୍ଯ୍ୟ ପାଠ୍ୟକ୍ରମ ଲକ୍ଷ୍ୟ ଦକ୍ଷତା ସହ ଶିକ୍ଷକମାନେ ବୁଝିବା ଦରକାର, ଯେହେତୁ ସେଗୁଡ଼ିକ ମୌଳିକ ପର୍ଯ୍ୟାୟରେ ପାଠ୍ୟ ଖସଡ଼ା ଅନ୍ତର୍ଭୁକ୍ତ। ଏହାକୁ ଭିତ୍ତି କରି ସେଗୁଡ଼ିକ ସ୍ଥାନୀୟ ଖେଳଣା ଖେଳ ଶିକ୍ଷକ ବିଷୟରେ ଜାଣିବେ। ତେଣୁ ଆପଣଙ୍କର ପାଠ୍ୟପୁସ୍ତକରେ କ'ଣ ରହିଛି ଦେଖନ୍ତୁ। 13ଟି ପାଠ ରହିଛି। 13ଟି ପାଠ ଆପଣଙ୍କର ଦେଖନ୍ତୁ। ବୁଲବୁଲି ବିଲେଇକୁ ଖୋଜିବା, କେଉଁଟି ଲମ୍ବା କେଉଁଟି ଗୋଲ, ଆମ୍ବ ଭୋଜି, ଆସ 10 ତିଆରି କରିବା, ସଂଖ୍ୟା କେତେ, ପନିପରିବା ବଗିଚା, ସେହିଭଳି ଲିନାର ପରିବାର, ସେହିଭଳି ଆମ ପର୍ବପର୍ବାଣି, ସଂରଚନା, ମୋର ଗୋଟିଏ ଦିବସର କାମ, ସମୟ କେତେଥର ମିଶିଲା ଗୁଣନ, ଆସ କିଣାବିକା କରିବା, ଟଙ୍କା ବାବା, ଏତେ ଗୁଡ଼ିଏ ଖେଳଣା, ତଥ୍ୟ ପରିଚାଳନା, ଗାଣିତିକ ଧନ୍ଦା। ଦେଖନ୍ତୁ ବୁଲିଯିବା ବିଲେଇ ଖୋଜିବା, ଖୋଜୁଛି ବୋଉ ଚୁଲବୁଲି ବିଲେଇକୁ ଖୋଜୁଛି। ତୁମେ ଝରକା ଉପରେ ଅଛ କି? ତୁମେ ଖଟ ତଳେ ଅଛ କି? ଦେଖନ୍ତୁ ସବୁଠି ଖୋଜୁଛି। ତାକୁ ନେଇ ପାଠରେ ଦେଖ ଶବ୍ଦ ଗୋଲ ବୁଲାଅ। ଆସ ଖେଳିବା, ବଲ୍ ଫିଙ୍ଗିବା, ଆସ କାମଟିକୁ କରିବା, ଏଗୁଡ଼ିକ ଦେଇଛି। ସେତେବେଳେ ଛୁକ୍ ଛୁକ୍ ଚାଳେ ରେଳଗାଡ଼ି କଥା ଦେଇଛି। ଆପଣଙ୍କର କେଉଁଠି ଲମ୍ବା ଗୋଲ ଦେଇଛି ଆକାର ଆକୃତି ବିଷୟରେ। ସେହିଭଳି ଆମ୍ବ ଭୋଜି ଦେଇଛି। ଦେଖନ୍ତୁ ଆମ୍ବ ଭୋଜିରେ କ'ଣ ରଖିଛି, ଗଣନ କରିବା ସଂଖ୍ୟା ଦେଇଛି। ସେହିଭଳି ଚାଲନ୍ତୁ ଦେଖିବା କ'ଣ କ'ଣ ରହିଛି। ସଂଖ୍ୟାର ଚିହ୍ନଟୀକରଣ ଆଗକୁ ଲେଖିବା ଚାଲ। ସେହିଭଳି ଦେଖନ୍ତୁ ଆକାର ଆକୃତି, ଗଣନ କରିବା ପିଲା, ଆସ 10 ତିଆରି କରିବା, 10 ତିଆରି କରିବା ଯେଉଁଥିରେ 10 10 ରହିବ। ତଳ ଚିତ୍ର ଗୁଡ଼ିକ ଦେଖନ୍ତୁ, ଶୂନ ଲେଖ, 10 ଲେଖି ଶିଖିବେ। ଆମର 1 10 ସଂଖ୍ୟା ବୁଝିବେ। ବହୁତ ବହି ସରଳ କରିଛି। ଦେଖନ୍ତୁ ପିଲାଗୁଡ଼ିକ 14 ଲେଖା ହେଇଛି, ଉଦାହରଣ ଦିଆଯାଇଥିଲା ଭଳି ରଙ୍ଗ ଦେବେ। କେତୋଟି ସଂଖ୍ୟା ଅଛି ଗଣିକି ରଙ୍ଗ ଦେବେ। ସେହିଭଳି କେତୋଟି ଜିନିଷ ଗୁଡ଼ିକ ଅଛି ତାକୁ ଗାର ଟାଣିବେ। ସଂଖ୍ୟାଟି କେତେ, ଦେଖନ୍ତୁ ପିଲାମାନେ ମିଶିକିରି କହିବେ ସଂଖ୍ୟାଟି କେତେ। ତେଣୁ ମିଶାଣ, ସରଳ ମିଶାଣ ଦେଇଛି। ଲୁଡ଼ୁ ଗୋଟି ଦେଇଛି, ସଂଖ୍ୟା ମାଳି ଦେଇଛି, ରଙ୍ଗର ସଂଖ୍ୟା ଗୁଡ଼ିକର ଚିହ୍ନଟୀକରଣ ଦେଇଛି। ସେହିଭଳି ଆପଣଙ୍କର ସଂଖ୍ୟା ଯୋଡ଼ି ପୂରଣ କରିବେ, ଯୋଗ କରି ସମାନ କରିବେ। ତାପରେ ଦେଖନ୍ତୁ 5ଟି ଛୋଟ ପିଲା କଥା ଦେଇଛି। ଆପଣଙ୍କର ଫେଡ଼ାଣ ଦେଇଛି, ବିୟୋଗ,
ବିୟୋଗ ପରେ ଆପଣଙ୍କର ପନିପରିବା ବଗିଚା, ଯେଉଁଥିରେ ଆପଣଙ୍କର ସରଳ ମିଶାଣ ଜାଣିବେ ମାଳି ଓ ମାଳା। ସେହିଭଳି ଯୋଗ ବିୟୋଗ ଶିଖିବେ ଲୀନାର ପରିବାର ବିରୁ ଗପରୁ ଆପଣଙ୍କର କ'ଣ ଦେଇଛି ଶିଖିବା ପାଇଁ ଦେଖନ୍ତୁ। ସବୁ ଲମ୍ବା ଚାଖଣ୍ଡ ମାପ ସବୁ ବିଷୟରେ ଦେଇଛି। ସେହିଭଳି ସଂଖ୍ୟାର ମଜାରେ ଦେଖନ୍ତୁ 10 10 କରି ଗଣି କରିବା, 10 ଅଙ୍କ ଶିଖିବା। ସେହିଭଳି ଆମ ପର୍ବପର୍ବାଣିରେ ଦେଖନ୍ତୁ କ'ଣ ରହିଛି। ଆମ ପର୍ବପର୍ବାଣିରେ ଆପଣଙ୍କର ବିଭିନ୍ନ ସଂରଚନା ରହିଛି। ସେହିଭଳି ମୋର ଗୋଟିଏ ଦିବସର କାମରେ ସମୟ କଥା ଦେଇଛି, କେଉଁ ସମୟରେ ସେ କ'ଣ କରେ। ତେଣୁ ବହୁତ ସରଳ ଭାବରେ ବିଷୟ ଗପକୁ ଆଧାର କରି ଆପଣଙ୍କର ଦେଇଛି। ଚାଷ କିଣାବିକା କରିବା ଟଙ୍କା ପଇସାର ହିସାବ କିତାବ ଗୁଡ଼ିକ ବହିରେ ଦେଇଛି।